Hello everyone, welcome to School Plus. The question ଅଛି 0.25, 0.1 ଓ 0.125 ର ଲସାଗୁ କେତେ ହେବ? ତ ଦେଖନ୍ତୁ ଆପଣ ମାନେ ଦିଟା କିମ୍ବା ତିନିଟାର ନମ୍ବରର ମାନେ ଆପଣ ମାନେ ଲସାଗୁ ବାହାର କରୁଥିବେ କିମ୍ବା ଗସାଗୁ ବାହାର କରୁଥିବେ ଏବଂ ତା ସହିତ ଆପଣ ମାନେ କିପରି ଭାବରେ ଦିଟା କିମ୍ବା ତିନିଟା ଭଗ୍ନାଂଶର ଲସାଗୁ କିମ୍ବା ଗସାଗୁ ବାହାର କରିପାରିବେ। ତ ମୁଁ ଗୋଟେ ଦିଟା ଭିଡିଓ କରିଦେଇଥିଲି। ତ ଆପଣ ମାନେ ସେ ଭିଡିଓକୁ ଯାଇକି ଦେଖିକି ଜାଣିଥିବେ କନସେପ୍ଟ କଣ ଅଛି। ତ ଆପଣ ମାନେ କିନ୍ତୁ ଡେସିମାଲ ମାନେ ଏଠି କଣ ପଚାରୁଛନ୍ତି ଦଶମିକ ର ଅଛି। ତ ଦଶମିକରେ ଥିବା ସଂଖ୍ୟା ମାନଙ୍କର ଲସାଗୁ କିମ୍ବା ଗସାଗୁ ଆପଣ ମାନେ କିପରି ଭାବରେ ବାହାର କରିବେ ତ ଆପଣ ମାନେ ଜାଣିନଥିବେ। ତ ଏଇ ଭିଡିଓ ମାଧ୍ୟମରେ ଆଜି ଆମେ ଜାଣିବା କି ଦଶମିକରେ ଥିବା ସଂଖ୍ୟା ମାନଙ୍କର ଲସାଗୁ ଏବଂ ଗସାଗୁ କେମିତି ବାହାର କରିବେ। ତ ଆଜି ଆମେ ଏହି ଭିଡିଓ ମାଧ୍ୟମରେ ଜାଣିବା। ଫାଷ୍ଟ ଆମେ ତାକୁ ନେଇକି ଯାହା ବି କିଛି କନସେପ୍ଟ ଅଛି ଫାଷ୍ଟ ଜାଣିବା, ଦେନ୍ ଆମେ ମାନେ କ୍ୱେଶ୍ଚିନ୍ କରିବା। ତ ଆପଣ ମାନେ ଭିଡିଓକୁ ପେସେନ୍ସର ସହିତ ଦେଖିବେ, ବିନା ସ୍କିପ୍ କରିକି ଦେଖିବେ ଏବଂ ତା ସହିତ ଆପଣ ମାନେ ଭିଡିଓକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏବଂ କମେଣ୍ଟରେ ମତେ ଜଣାଇବେ ଆପଣମାନଙ୍କୁ ଭିଡିଓ କେମିତି ଲାଗିଲା। ତ ପୁରାପୁରି ମୁଁ ଆପଣମାନଙ୍କୁ ସିଷ୍ଟମେଟିକାଲି ପୁରାପୁରି ଷ୍ଟେପ୍ ବାଇ ଷ୍ଟେପ୍ କହିବି, ଆପଣ ମାନେ ଦେଖନ୍ତୁ, ପେସେନ୍ସର ସହିତ ଭିଡିଓକୁ ଦେଖନ୍ତୁ। ତ ଚାଲନ୍ତୁ ଦେଖନ୍ତୁ, ଯେତେବେଳେ ଗୋଟେ ଦଶମିକରେ ଦିଟା ହଉ ତିନିଟା ଦଶମିକରେ ସଂଖ୍ୟା ଦେଇଥିବ ଆପଣ ମାନେ ଫାଷ୍ଟ କଣ କରିବେ ନା ସେଗୁଡ଼ିକୁ ଫାଷ୍ଟ ଲେଖିବେ 0.25, ତାପରେ ମୁଁ ଲେଖିଲି 0.1, ଦେନ୍ 0.125 ବୁଝିଲେ। ତ ଏମାନଙ୍କୁ ଆପଣ ମାନେ ଭଗ୍ନାଂଶରେ ପରିଣତ କରିପାରିବେ। ତ କଲେ କେତେ ହବ ଦେଖନ୍ତୁ 25/100 କଣ ପାଇଁ ହେଲା ନା ଦଶମିକଟା ଆମର ଦିଟା ସଂଖ୍ୟାକୁ ଛାଡିକି ଥିଲା। ତ ସେଥିପାଇଁ ମୁଁ ଦିଟା ଶୂନ ବସେଇଲି, 1 ରେ ମୁଁ ଦିଟା ଶୂନ ବସେଇଲି। ତ ଏଠି ଆପଣ ମାନେ ଉପରେ 1 ଅଛି, ଦେନ୍ ଆପଣ ମାନେ ଦଶମିକ ଗୋଟେ ସଂଖ୍ୟାକୁ ଛାଡିକି ଅଛି ମାନେ ଆପଣ ମାନେ 10 ଲେଖିବେ। ତ ତାପରେ ଆପଣ ମାନେ କଣ କରିବେ ନା 125/100 ସରି 1000। ତ ଆପଣ ମାନେ ଏଇ ଦେଖନ୍ତୁ ଗୋଟେ ଆସିଲା ଆମର 25/100, ଆଉ ଗୋଟେ ଆସିଲା 1 ବିଭକ୍ତକ 10, ଆଉ ଗୋଟେ ଆସିଲା 125/1000। ଦେଖନ୍ତୁ ତିନିଟାଙ୍କର ହର ଅଲଗା ଅଲଗା ଅଛି, ଏଠି 100 ଅଛି, ଏଠି 10 ଅଛି, ଏଠି 1000 ଅଛି। ତ ଏଇଭଳି ଭାବରେ ଯେତେବେଳେ ଆପଣ ମାନଙ୍କୁ ଦେଇଥିବ ଆପଣ ମାନେ କଣ କରିବେ ନା ଫାଷ୍ଟ ସେମାନଙ୍କୁ ସମହର କରିବେ, ବୁଝିପାରିଲେ। ସେମାନଙ୍କର ସମହର କରିବେ ମାନେ ସେମାନଙ୍କର ଯୋଉ ହର ଅଛି ସେ ଯୋଉ ତିନିଟାଙ୍କୁ ସମାନ କରିବେ। ଦେଖନ୍ତୁ ସବୁଠାରୁ ବଡ କେତେ ଅଛି ନା 1000 ଅଛି। ତ ଏମାନଙ୍କୁ ଆପଣ ମାନେ ଯଦି 1000 କରିବେ ତ କେମିତି କରିବେ? ଯଦି ମୁଁ 25/100 ଯୋଉ ଭଗ୍ନାଂଶଟା ଅଛି ତାକୁ ଯଦି ମୁଁ ମାନେ ସମହର କରିବି 1000 ହର କରିବି, ତ ମୁଁ କଣ କରିବି ନା ଉପରେ ମୁଁ ତଳେ କେତେ ଗୁଣିବି ନା ଦିଟା ଶୂନ ଅଛି ଆଉ ଗୋଟେ ଶୂନ ଦରକାର। ତ ତଳେ 10 ଗୁଣିବି ଏବଂ ଉପରେ 10 ଗୁଣିବି, ଯଦ୍ୱାରା କି ମୋର କେତେ ହବ ନା 250/1000 ଗୋଟେ ହେଇଗଲା ମୋର। ଆଉ ତାପରେ ରହିଲା 1/10। ତ ଆକୁ ଯଦି ମୁଁ ମାନେ 1000 ମାନେ ହର କରିବି ତ କଣ କରିବି ନା ଗୋଟେ ଶୂନ ଅଛି ଆଉ ଦିଟା ଶୂନ ଗୁଣିବି। ତ ତଳେ ଗୁଣିନି ମାନେ ଉପରେ ବି ଗୁଣିବାକୁ ପଡିବ। ତ ସେଥିପାଇଁ ମୁଁ ଗୁଣିଦେନି। ତ କେତେ ବାହାରିବ ନା 100/1000 ବୁଝିପାରିଲେ। ତ ଆମର ଗୋଟେ ଭଗ୍ନାଂଶଟା ବାହାରିଲା, ଆମେ ଆଉ ଗୋଟେ ଭଗ୍ନାଂଶ ଏତିକି ବାହାରିଲା। ଏଟାକୁ ଆମେ ମାନେ ଭଗ୍ନାଂଶରେ ଆଉ କିଛି ଗୁଣିବା ଦରକାର ନାହିଁ, କାରଣ ଏଇଟାକୁ ଆମେ ଦେଖିକି ଏ ଦିଟାକୁ ଆମେ ସମହର କଲେ, ବୁଝିପାରିଲେ। ତ ସେଥିପାଇଁ ଏଟା ଗୋଟେ ବାହାରିଲା, ଏଟା ଗୋଟେ ବାହାରିଲା, ଏଟା ଗୋଟେ ବାହାରିଲା, ତିନିଟା ବାହାରିଗଲା। ତ ଆମେ ଲେଖିଦବା ଟିକେ ଆଉ ଥରେ 250/1000 ଗୋଟେ ବାହାରିଲା, ତାପରେ ଆସିଲା 100/1000 ଆଉ ଗୋଟେ ବାହାରିଲା 125/1000। ତ ଦେଖନ୍ତୁ ମୁଁ ଆପଣମାନଙ୍କୁ ଯୋଉ ଭଗ୍ନାଂଶରେ ଦିଟା ଭଗ୍ନାଂଶ କିମ୍ବା ତିନିଟା ଭଗ୍ନାଂଶର ଆପଣ ମାନେ କିପରି ଭାବରେ ଲସାଗୁ ବାହାର କରିବେ ମୁଁ ଆପଣମାନଙ୍କୁ ଆଉ ଗୋଟେ ଭିଡିଓରେ କହିସାରିଥିଲି। ତ ଆପଣମାନେ ଯଦି ସେ ଭିଡିଓକୁ ଦେଖିନାହାନ୍ତି ପ୍ଲେଲିଷ୍ଟକୁ ଯିବେ ଏବଂ ସେ ଭିଡିଓକୁ ଦେଖନ୍ତୁ। ତ ଆପଣ ମାନେ ଦେଖନ୍ତୁ ଦିଟା କିମ୍ବା ତିନିଟା ଭଗ୍ନାଂଶରେ ଯେତେବେଳେ ଆପଣ ମାନେ ଲସାଗୁ ବାହାର କରିବେ ତ କଣ କରିବେ ନା ଲବ ମାନଙ୍କର ଲସାଗୁ ପଚାରିଛି, ବୁଝିପାରିଲେ। ଗୋଟେ ସେକେଣ୍ଡ ଦେଖନ୍ତୁ, ଲସାଗୁ ପଚାରିଛି ମାନେ ଆପଣ ମାନେ ଲବ ମାନଙ୍କର ଲସାଗୁ ବାହାର କରିବେ। ତ ଲସାଗୁ ବାହାର କରିବା ମୁଁ ଲେଖିଦେଲି, ଲସାଗୁ ବାହାର କରିବା ଏବଂ ତାପରେ କଣ କରିବେ ନା ଲବ ମାନଙ୍କର ଲସାଗୁ ପଚାରିଛି ମାନେ ଲବ ମାନଙ୍କର ଏଲସିଏମ ବାହାର କରିବେ ଏବଂ ହର ମାନଙ୍କର କଣ ବାହାର କରିବେ ନା ହର ମାନଙ୍କର ଏଚଏସଏଫ। ଆପଣ ମାନଙ୍କୁ ପରୀକ୍ଷାରେ ପଚାରିବ କି ଏଲସିଏମ ର ଫୁଲ ଫର୍ମ କଣ? ଲିଷ୍ଟ କମନ
मल्टीपल एंड एचसीएफ ର फुल फॉर्म होची हाईएस्ट कॉमन फैक्टर बुझिला। तो एबे हम माने कोन करबा लब मानकर माने लॉस को बाहर करबा तो बाहर करबा जदी केमिति बाहर करबा तो लिखि देली म आपण मानको केमिति बाहर करबा तो फास्ट कोन केते पड़िबो ना हमर 25 पड़िबो 25 पड़िबो तो 25 पड़ले एठी केते हबो ना 10 हबो एठी केते पड़िबो ना 4 पड़िबो एठी केते पड़िबो ना 5 पड़िबो तो एबे हम केते पकेबा ना हमर 5 पकेबा 5 पइला 5 पइले एठी केते पड़िबो 2 पड़िबो एठी केते पड़िबो एठी तो कटिबो नै तो 4 को 4 रहि होला तो 5 एठी पड़ले 1 तापर केते पड़िबो ना 2 पड़िबो 2 पइले एठी पड़िबो 1 एठी पड़िबो 2 तो एठी 2 पइले तीनटाको 1 1 1 हे गला तो हमर केते बाहरिला ना 25 into 5 into 2 into 2 केते हबो ना 25 into 5 केते 125 into 4 केते हबो ना हमर 500 बुझिला। तो मु लिभे दोस टिके तापर देन करियो। देखंतु हमर केते एलसीएम बाहरला 25 into 5 into 2 into 2 बुझिला तो केते बाहरला ना 500 ए सब गुडाक संख्या गुणी देले हमर बाहर पड़िबो 500 बुझिला। तो 500 बाहरला तो आमे एबे कोन करबा ना एचएसएफ बाहर करबा एचएसएफ कार बाहर करबा ना हर मानकर तो हर मानकर जदी एचएसएफ बाहर करबा केते देख बाहरिबो ना तीनटा को समान अछि तो एचएसएफ केते बाहरिबो ना 1000 बाहरिबो। ओके तो एबे आमे लिखि देबा 500 लब मानकर एलसीएम केते बाहरला ना 500 बाहरला एवं हर मानकर एचएसएफ केते बाहरला ना 1000 बाहरला तो मु लिखि देले काटि दबा केते बाहरला 5 विभक्त क 10 5 विभक्त क 10 को आमे माने आउ कोन लिखि परिबो ना 0.5 जोटा कि हमर ऑप्शन डी रो अछि बुझी पारिले ऑप्शन डी विल बी राइट आंसर। मोर आशा आपण माने वीडियो को भलो भाबरे बुझी पारथिबे तो आपण माने तथापि मु आउतरे कहि दउची देखंतु आमे माने कोन कले ना फास्ट आपण मानको दशमिक रे तीनटा संख्या देइतिला बुझी पाइले तो से तीनटा संख्या को आपण माने कोन कले ना भग्नांश रे परिणत कले भग्नांश रे परिणत करि सारिबा परे आपण माने से मानको समहर कले समहर कर साला परे आपण माने कोन कले ना सबु लब मानकर एलसीएम पचाची जेहेतु तो सबु लब मानकर लसा को बाहर कले एवं देन आपण माने हर मानकर माने गसा को बाहर कले बा एचएसएफ बाहर कले तो बाहर कर साला परे हमर केते बाहला ना 500 बाय 1000 सेति भाई आमे माने काटि देला परे कैंसिल कला परे आपण मानकर बाहरला केते ना 5 बाय 10 ताको आमे माने डेसिमल ले कले केते होउछ ना 0.5 जोटा कि ऑप्शन डी विल बी राइट आंसर। मोर आशा आपण माने वीडियो को भलो भाबरे बुझी पारथिबे तो वीडियो को लाइक कर देबे चैनल को एही परी वीडियो पई सब्सक्राइब करिवे एवं कमेंट रे मते जणेबे आपण मानको वीडियो केमिति लागिला। थैंक यू जय जगन्नाथ।